ଆଜ୍ଞା ତାହେଲେ କହୁଛୁ ଶୁଣନ୍ତୁ ତ ବୈରାଗ ଯୁଦ୍ଧେ ହାରିଣ ଚିତ୍ରାଙ୍କୁର ରାଣ ଦୂତ ବୈରାଗେ ଯୁଦ୍ଧେ ହାରିଣ ଚିତ୍ରାଙ୍କୁର ରାଣ ଯୁଦ୍ଧେ ହାରି ଚିତ୍ରାଙ୍କୁର ପଶିଲା ଚରଣ ଯୁଦ୍ଧେ ହାରି ଚିତ୍ରାଙ୍କୁର ପଶିଲା ଚରଣ ତାଙ୍କ କଥାକୁ ମୋହି କଲି ସମର୍ଥନ ଦୂତ ତାହାଙ୍କ କଥାକୁ ମୋହି ତା ଦହିତା ଚିତ୍ରାଙ୍ଗଦା କରିଲେ ପ୍ରଦତ୍ତ ଦୂତ ଅଭିଯାନ ଆଜ୍ଞା ଦୂତ ଆଜ୍ଞା ଏହିପରି ରାଜଦତ୍ତ ଭୂମି ପିତୃଦତ୍ତ କନ୍ୟା ଆଚ୍ଛା ଏବେ ଆଜି ସ୍ୱଇଚ୍ଛାରେ ନନ୍ଦରାଜା କରିବେ ପ୍ରଧାନ ହଁ ହଁ ସୁଭଦ୍ରାକୁ ମୋହି ସଙ୍ଗତରେ ନେବିରେ ଜାଣ ହେଇଗ ମା ତୁମ ବାପା ଆସିବେ କି ମା ଆସିବେନି ଆସିବେନି ଏ ମାଏ ଆଗ ସଜନୀ ଭଲା ଥିଲା ତୋର ବାମ କର ମେକି ପୋଡ଼ା କର ମେଲୋ ସଜନୀ ଭଲା ଥିଲା ୟାକୁ ମୁଁ ଆଉ ଗୋ ବୋଲିବି କିସ ମିଳିଗଲା ମତେ ସାର ସରସ ୟାକୁ ମୁଁ ଆଉ ଗୋ ବୋଲିବି କିସ ମିଳିଗଲା ମତେ ସାର ସରସ ଖାନେ ବବନକୁ ଏ ଅରଜୁନ ଗୋ ସଜନୀ ଭଲା ଥିଲା ତୋର କାମ କରେ ମେକି ପୋଡ଼ା କର ମେ ଗୋ ସଜନୀ ଭଲା ଥିଲା ମାମଣି ଦେଖ ଜାଣିବେ ଯେବେ ଗୋ ଭାଇ ହଳଧର ସାରି ଦେବେ ତୋର ଥିବା ଆବର ଜାଣିବେ ଯେବେ ଗୋ ଭାଇ ହଳଧର ସାରି ଦେବେ ତୋର ଥିବା ଆବର ପୁରିଲା ପଙ୍କୁ ଯେ ଫୁଟି ଆସିଲାଣି ବିଭାବରୀ ହୋଇଥାନ୍ତୁ ମୋ ଜାମେ ନେଲୋ ସଜନୀ ଭଲା ଥିଲା ତୋର ବାମ କର ମେକି ପୋଡ଼ା କର ମେଲୋ ସଜନୀ ଭଲା ଥିଲା ମାମଣି କେତେ କହିଲେ ଯାକ ବୁଝୁ ନାହାନ୍ତି ତମେ ଟିକେ ବିନୟ ଭାବରେ ପଦେ କୁହ ମା ତୁମେ କହିଲେ ଗ୍ରହଣ କଲେ କରିବେ ସେ କଣ କହିଲେ ବୁଝିଲେ ନା ମା ସେ କହୁଛନ୍ତି ରାଜଦତ୍ତ ଭୂମି ଏବଂ ପିତୃଦତ୍ତ କନ୍ୟା ତୁମର ପିତାଜୀ କି ନନ୍ଦରାଜା ଆସି ପ୍ରଦାନ କରିବେ ତାହେଲେ ଅର୍ଜୁନ ଗ୍ରହଣ କରିବେ ଆସିବେ କି ମା ବାପା ନନ୍ଦରାଜା ବୁଢାଇ ଗଲେନି ମୋ ବାପା ନନ୍ଦ ଆସି ପାରିବେନି କି ଆଙ୍କୁ ସର ଉପରେ ଗ୍ରହଣ କରି ଓ ପାରିବେନି ବାପା ନନ୍ଦ ଆଇଲେ ଏଇଟା ଗନ୍ଧ ହେଇ ପାରିବନି ନନ୍ଦ ନେକି ବାରିକାନି କଣ ଲେଟ୍ରିନ୍ କରିବ କି ନା ସେ ହେଲେ ମା ହଁ ଦୂତ ମୁଁ ତ କେତେ କହିଲେ ବୁଝୁ ନାହାନ୍ତି ହଁ ତମେ ଟିକେ ବିନୟ ଭାବରେ ପଦେ କୁହ ଗ୍ରହଣ କଲେ କରିପାରନ୍ତି ହେଲା
अगर सुगंध हो बारंबार कही चली केवल गोटाए कथा केते बोली मो दुख शहीदी रे एबे भी समय अछि जाओ से हस्तिनापुर दुर्योधन पासक से ही तते विवाह करिवा हां हां से ही तते विवाह करिवा अच्छा कथा संभालोचना करो जाओ जाओ से हस्तिनापुर दुर्योधन पासक एबे भी समय आसी हसे दुर्योधन कांदे द्रौपदी आकाश
কেবল গোটাଏ কথা কেতে বলিব দুঃখ সহিবি রে খেলনা ভাবে তো মশাতে খেলিলু এমিতি কা খেলটি রে এমিতি কা খেলটি দাসী হইথাନ୍ତି ସତ ବିବାହ ବି କରିଥାନ୍ତି ପ୍ରୀତି ମଧ୍ୟ ଦେଇଥାନ୍ତି କିନ୍ତୁ ତୋର ବଡ଼ ଭାଇ ବଳରାମ ଗୋଟାଏ ଅହଙ୍କାରୀ କ୍ରୋଧୀ ମାୟାବିନୀ କପଟୀ ପୁରୁଷ ସେ କ'ଣ କହିଥିଲେ ଜାଣିଛୁ ତୋର ପିତା ମହେନ୍ଦ୍ର ତୋ ଭାଇ ବଳରାମକୁ ବିବାହ ପ୍ରସ୍ତାବ ମାଗିବାକୁ ଯାଇଥିଲେ ସେ କହିଥିଲେ ନାହିଁ ଅର୍ଜୁନ ପଞ୍ଚୁ ପାଣ୍ଡବ ଗୋଟାଏ ଦାଣ୍ଡର ଭିକାରୀ ସହିତ ମୋର ଭଗ୍ନୀ ସୁଭଦ୍ରାର ବିବାହ କରିବାଟା ଅନୁଚିତ ଅଟେ ଚାଲି ଯାଅ ସେ ହସ୍ତିନାକଟକ ଦୁର୍ଯ୍ୟୋଧନ ପାଶକୁ ସରି ନାହିଁ ମହାଭାରତ ମରି ନାହିଁ କୁନ୍ତି। ଭଲ ପାଇ ଭୁଲି ଗଲା ତତେ ମନରେ ଭୁଲି ଯିବୁ ଦିନେ ଧକା ଦେବୁ ତୋ ଦିନେ ସପନରେ ଭାବି ନାହିଁ ଭୁଲି ଗଲା ତତେ ମନ ଦେ ଭୁଲି ଗଲା ତତେ କଥାରେ ଲକ୍ଷଣେ ଆହୁରି କାନ୍ଦିବ
ଆସିବେନି ତତେ ରକ୍ଷା କରିବା ପାଇଁ। देहि पराण थाओ सती सजनी आओ देहि पराण थाओ सती सजनी आओ गोपाल कृष्ण तुम गोपाल कृष्ण तुम चाहिबी रे सहिबी रे सही कागे मन खोली कागे हृदय फेरी कहिबी रे सहिबी थोड़ी कुलतंड की सुभद्रा है बारंबार कही चलीचु केवल गोटाए कथा केते बोली मो दुख सहिबी रे एवं भी सचेतना कर दउछि चली जाओ से हस्तिना कटक दुर्योधन पाशको चली जाओ अर्जुन रथरे श्रीकृष्ण सारथी मरिमुनि लक्षणे हाँ हाँ अवश्य मरिबु। हमारे कदापि हबे नाही। आहुर कानी, आहुर कानी। लक्षणे एबे तते सचेतर पाई कहि होची गोटे कथा मन रखे तो पाए सिंदूर धोईपट शंखा तो पाए सिंदूर बदल देवी धोई बिंदुर रक्त दान धोईपट शंखा बदल देवी लाहौर लोहान टोपाए सिंदूर आओ दीपट शंखा टोपाए सिंदूर आओ दीपट शंखा सब झिया कपाळे सब झिया कपाळे एक कथा लेखा टोपाए सिंदूर आओ दीपट शंखा टोपाए सिंदूर आओ दीपट शंखा छड़ी रे तो पाए सिंदूर धोईपट शंखा कदाचित हब नहीं तो आज तो पाए सिंदूर धोईपट शंखा भाई जार बल राम
ଏବେ ବି ତମକୁ ସମୟ ଅଛି ସେଇ ହସ୍ତିନା କଟକ ଯାଅ ସେଇଠି ହିଁ ତୁମକୁ ସୁଖ ଭୋଗ ମିଳିବ ସେ ଦୁର୍ଯ୍ୟୋଧନ ହିଁ ତୁମକୁ ବିବାହ କରିବ ଚାଲି ଯାଅ ଲକ୍ଷ୍ମୀ ରାଜାଙ୍କ ଦୁଲଣୀ ହେଲୋହିନି ମାନି ତ ଭାଗ୍ୟରେ ଏହା ଲେଖା ଥିଲା ଲୋ ସଜନୀ ହୋଇ ରାଜାଙ୍କ ଦୁଲଣୀ ହେଲୋହିନି ମାନି तो भाग्ୟରେ ଏହା ଲେଖା ଥିଲା ଲୋ ସଜନୀ ହାଇରେ ମନ୍ଦ ଦଇବ ହାଇରେ ମନ୍ଦ ଦଇବ ଏକି ଦୁଃଖ तो पाए से दूर आओ दीपट सखा तो पाए से दूर आओ दीपट सखा सब झिया पाड़े सब झिया सिंदूर आओ दीपट संख्या तो पाए सिंदूर आओ दीपट सखा नारी मोहने विष्णु को माया नारी मोहने विष्णु को माया यमानकु कदाचित विश्वास नुह तुम परी नारी मानकु विश्वास करे से न पारे जाओ निलक्षणी एबे भी समय अछि मोर सन्मुखरु दूर हे जाओ हेले माँ तिमी सिना विवाह हेले माँ तिमी सिना विवाह करी बोलु छमा हाँ सासु घर गले केमिति चलिबो जानि छना माँ सासु घरे केमिति चलिबो लिखिले हमर प्राकृतिक कवि गंगाधर मेहर प्रणय बल्लरी रे अच्छा सासु घरे केमिति चलिबो ए माँ ए थिलु तो पवने शांतिर भवने थिलु तो पवने शांतिर भवने सखी संगे खेली रंगे पशिबु एथर संपत्ति सलिले पशिबु एथर संपत्ति सलिले संसार सिंधु तरंगे गो जेमा संसार सिंधु तरंगे କଣ ସି ତାଙ୍କ ଝିଅ ଶକୁନ୍ତଳା କୁ କହୁଛନ୍ତି ଆଲୋ ଝିଅ
ଆଜି ପର୍ଯ୍ୟନ୍ତ ଏ ସଖୀ ମାନଙ୍କ ଗହଣା ରହିଲୁ ଆଚ୍ଛା ଏଣିକି ଶାଶୁ ଘରକୁ ଶାଶୁ ଘରେ କେମିତି ଚଳିବୁ ଚଳୁ ମା ମାନେ ଲକ୍ଷ୍ୟ କରନ୍ତୁ ହଁ। ଏ ହଉଛି ତୁମ ମାନଙ୍କର ଉପକାର କଥା ଶାଶୁ ଘରେ କେମିତି ସ୍ତ୍ରୀ ମାନେ ଚଳିବେ ଚଳିବେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମତି ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ କର୍ମ ଗୋ ଯେମା ଅର୍ପିତୁ କରିବୁ କର୍ମ ସକାଳୁ ତୁମେ ଉଠିଲେ ପ୍ରଥମେ କଣ କରିବ ଜାଣିଛ ନା ମା କଣ କରିବ ସ୍ୱାମୀଙ୍କ ପାଦ ତଳେ ମୁଣ୍ଡିଆ ମାରିବ ଅଣ୍ଟା କାଟିବ ପଇସା ନଉନୁ ଏଇ ପାଦ ପାଦ ଡାକୁ ଆସିନୁ କଣ ସ୍ୱାମୀର ତଳଟାକୁ ବୋଲି କଣ କହୁଛୁ କଣ ରହୁଲା ହେଲେ ମା ସ୍ୱାମୀଙ୍କ ପାଦ ତଳେ ପ୍ରଥମେ ମୁଣ୍ଡିଆ ମାରିବ ସ୍ୱାମୀଙ୍କ ପାଦ ତଳେ ମୁଣ୍ଡିଆ ମାରିଲେ ତୁମର ଲାଭ କଣ ଜାଣିଛ ନା ମା ସ୍ୱାମୀଙ୍କ ପାଦ ତଳେ ମୁଣ୍ଡିଆ ମାରିଲେ ତୁମର ଏ ସିନ୍ଥିର ସିନ୍ଦୁର ମାରା ହବ ଯଦି ତୁମେ ସ୍ୱାମୀଙ୍କ ପାଦ ତଳେ ମୁଣ୍ଡିଆ ମାରିବ ତାହେଲେ ସିନ୍ଥିର ସିନ୍ଦୁର ତୁମର ମାରା ନାହିଁ ଯଦି ସିନ୍ଦୁରକୁ ତୁମେ ଧୋଇବ ଭୁଲ ବସ୍ତ୍ରରେ ତାହେଲେ ତୁମେ ବିଧବା ହବ ସିନ୍ଦୁରକୁ ପୋଛିଲେ ତୁମର ବଡ ପୁଅ ବନିବ ଯଦି ସିନ୍ଦୁରକୁ କାନିରେ ପୋଛିବ ତାହେଲେ ଝିଅ ବିଧବା ହବ ତେଣୁ ପ୍ରଥମେ ସ୍ୱାମୀଙ୍କ ପାଦ ତଳେ ମୁଣ୍ଡିଆ ମାରିବ ତୁମେ କହିପାରିବ ସ୍ୱାମୀ ବିଦେଶ ପଳେଇଥିଲେ କାହାକୁ ମୁଣ୍ଡିଆ ମାରିବ ଭିଡିଓ କଲିଂରେ ବୁଡିଆ ମାରିବ ସ୍ୱାମୀ ବିଦେଶ ପଳେଇଥିଲେ ତୁମେ ଦୁଇ ହସ୍ତକୁ ଛନ୍ଦିବ ସେଟା ନାଇଁ ଏବେ ବଡ ମୋବାଇଲ ଜାନୁ ଟିକେ ଭିଡିଓ କଲିଂ କରୁନା ଏମିତି ବେଲେ କହ ଦ ମୁଣ୍ଡିଆ ଭଲ ସେହିପରି ନୁହେଁ ମା ଆଉ ସକାଳୁ ଯଦି ସ୍ୱାମୀ ନାହାନ୍ତି ଘରେ ଦୁଇ ହସ୍ତକୁ ଛନ୍ଦିବ ମା ମାଉସୀ ଶୁଣିଥ ମୁଁ ଜିନ୍ଦ କରି ସିନ୍ଦିଆ କହିବ ଦୁଇ ହସ୍ତକୁ ଛନ୍ଦିକିରି ମୁଣ୍ଡରେ ଲଗେଇବ ଦୁଇ ହସ୍ତକୁ ଛନ୍ଦିକିରି ମୁଣ୍ଡରେ ଲଗେଇଲେ ତୁମର ସିନ୍ଦୁର ମାରା ହବ ଆହୁରି କଣ କରି ଆଣିଛ ମା କଣ ଏ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ଯେମା ମଣି ସ୍ୱାମୀ ସେବା ନାରୀ ଧର୍ମ ଲକ୍ଷ୍ମୀ ସଦା ପ୍ରତିବ୍ରତାର ସଙ୍ଗୀ ସ୍ୱାମୀ ପ୍ରୀତି ଅପବର୍ଗ ଅର୍ଜୁନ ବିବାହ ହେଲା ହେ ସୁତନେ ଅର୍ଜୁନ ବିବାହ ହେଲା ହେ ସୁତନେ ଅର୍ଜୁନ ବିବାହ ହେଲା 15 ମାସରେ 5ଟା ପିଲା ଦେ ମାସକୁ କେତେ ପଡ଼ିଲା ହେମଦସ୍ତା ଦେଖିଛୁ ହେମଦସ୍ତା କଣ କରୁ ଛେଚି ଖାଇନି ହେମଦସ୍ତାରେ କଣ ପକା ହଉଛେ କେନ୍ ଛେଚା ହଉଛି ପକେଇ ଛେଚିଦେଲି ସିଧା ହେଇଯିବ ଛେଚି ଦେଇ ତ ସାଇଜ ହେଇଯିବ ଆଉ ମିଶିଯିବ ପୁରା ଆଉ ଖାଇବାକୁ ଥିବ କି ଆଉ ଥିଲି ତ ଖାଉ ଥିଲି ତ ଖାଉ ତୁ ଆଉ ହେଲେ ମା ନାରୀ ମାନଙ୍କର ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ଲକ୍ଷ୍ମୀ ସଦା ପ୍ରତି ବ୍ରତାର ସଙ୍ଗିନୀ ସ୍ୱାମୀ ପ୍ରୀତି ଅପବର୍ଗ ସ୍ୱାମୀ ହେଲେ ଗୁରୁ ସ୍ୱାମୀ ହେଲେ ଇହ କାଳର ଦେବତା ସ୍ୱାମୀଙ୍କ କଥାରେ ଦୁଃଖରେ ଦୁଃଖୀ ହେବ ସ୍ୱାମୀଙ୍କ ସୁଖରେ ସୁଖୀ ହେବ ତାହେଲେ ତୁମେ ଶାଶୁ ଘରେ ଚଳିପାରିବ ଆହୁରି କଣ କରି ଜାଣିଛ ମା ଶାଶୁ ଶ୍ୱଶୁରଙ୍କୁ ସେବୁଥିବୁ ନୀତି ଗୃହର ଦେବତା ଭଣୀ ଶାଶୁ ଶ୍ୱଶୁରଙ୍କୁ ସେବୁଥିବୁ ନୀତି ଗୃହର ଦେବତା ଭଣୀ ଶାଶୁଟି ସ୍ୱାମୀଙ୍କ ପୂଜ ସିଂହାସନ ଶାଶୁଟି ସ୍ୱାମୀଙ୍କ ପୂଜ ସିଂହାସନ ସର୍ବସମ୍ପଦର ଖଣି ଗୋ ଯେମା ସର୍ବସମ୍ପଦର
ମାଡଲି କରେ ରସିକିଆଡ ତ ମୋ ନାନୀ ନହେଲେ ଓଷ ଖା। ଯାହା ଶୋଇ ପଡେ ସେଇଠି। ହେଲେ ମା ହଁ ସକାଳୁ ତୁମେ ସ୍ନାନ ଶୌଚ ସାରି ପ୍ରଥମେ କଣ କରିବ? ଶାଶୁ ଶ୍ୱଶୁରଙ୍କର ସେବା କରୁଥିବ। ଛାଞ୍ଚୁଣି ମୁଣ୍ଡାରେ ଛି ଶାଶୁ ଶ୍ୱଶୁରଙ୍କର ସେବା କରୁଥିବ। ଶାଶୁ ହେଉଛି ତୁମର ସ୍ୱାମୀଙ୍କ ପୂଜ୍ୟ ସିଂହାସନ। କିପରି ଜାଣିଛ ନା ମା? କିପରି? ତୁମର ସ୍ୱାମୀ କେତେ ଥର ତୁମର ଶାଶୁର ଜଙ୍ଘ ଉପରେ ଏକ କରିଥିବ, ଝାଡ଼ା କରିଥିବ, ଦିନେ ମଧ୍ୟ ଶାଶୁ ମନ ଦୁଃଖ କରିନାହାନ୍ତି। ତେଣୁକରି ଶାଶୁ ଶ୍ୱଶୁରଙ୍କୁ ସେବା କରୁଥିବ। ଆହୁରି କଣ କରି ଜାଣିଛ ମା? କଣ ହେ ନଣନ୍ଦଳିରେ କେବେ ନ ଟଳିବୁ, ଅଧିକେ କରିବୁ ସ୍ନେହ। ପିମନା କେଲେହି କୋଳକୁ ଆଣିବୁ, ଆଉଁସି ତା ମୁହଁ ଦେହ। ଆଚ୍ଛା ମା, ନଣନ୍ଦକୁ ସାନ ଭଉଣୀର ସ୍ନେହ ମମତା ଦବ। ଦେବି। ନଣନ୍ଦ ଅଳି କଲେ ବି ତାପରେ କେବେ ରାଗିବନି। ନାଇଁ କେବେ ହେଲେ ରାଗି ଗିଆ ସୁନା ନଣନ୍ଦୁରା ହଁ ହଁ ନଣନ୍ଦ ଅଳି କଲେ ରାଗିବିନି। ନଣନ୍ଦକୁ ଛାତ ଉପରୁ ଧରି ଯିବି। ଏବେ ଶୀତ ଦିନେ ସହଜେ ହଁ ହଁ ଛାତ ଉପରୁ ଧରି ଯିବି। ଖରାପ ପୁଣି ଡାକିବି। ମୁଣ୍ଡ କୁଣ୍ଡେଇ ଦେବି ଆଲୋ, ତେଲ ନଗେଇ ଦେବି ଆଲୋ, ସୁନ ନଗେଇ ଦେବି ଆଲୋ କରି କରି ଛାତ ଉପରୁ ତଳୁ ଧକିଆ ମାରିଦେବି। ହେଲେ ଯଦି ସେ ମରିଗଲେ ସିନା ଭଲ ହବ ମା। ମରିଗଲେ ଭଲ ଯଦି ଛୁଟି କେମିତି ହବ? ଯଦି ବଞ୍ଚିଗଲା କଣ କରିବ? ଏଇଠି ତୁ ଭାତ ରାନ୍ଧି ଦେଇଥିବୁ, ହଁ ନଦୀ ପଳଉ, ଆଷାଢ ଉଥୁରେ ହେଇଥିବ, ସେ କଣ କରି ଜାଣିଛୁ? କଣ? ତୋ ତରକାରୀରେ ଲୁଣ ମୁଠାଡି ପକେଇଦବ। ହଁ ତୋ ସ୍ୱାମୀ କୁଆଡୁ ବିଲାଡୁ ଆଇବ, ହଇଏ ଖାଇ ବାଡ ହାତ ମାରଦ ହଇଲୋ ବି ବିଲେଇ ମୁଁ ପିଲା ଜୋଳିଆ କାଢିବ ଦୁବୁ ଦୁ ବସ ଦେଇ ପଳେଇବ। ଭାଇ କି ନଟେ ଦେବ ତତେ ଫଟେଇ ଦବ। ଆଉ କହୁ ତ ବି ବି ହଉଛି କଣ ପାଇଁ? ହେଲେ ମା ହଁ ଆହୁରି କଣ করে ଜାଣିଛ ମା? କଣ ଏ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ, ଶୋଇବୁ ଶୟନ ପରେ ଜେମା ମଣି ଶୋଇବୁ ଶୟନ ପରେ। ସ୍ୱାମୀଙ୍କର ନିଦ୍ରା ଯିବା ପୂର୍ବରୁ ଉଠୁଥିବୁ ପ୍ରଚସରେ। ଗାଈ ଖାଇ ଗଲା କୁଣ୍ଡା ହେ ସୁଜନେ, ଗାଈ ଖାଇ ଗଲା କୁଣ୍ଡା, ଦୁଆରୀ ଆସନ୍ତି ନାଟ କରିବାକୁ, ତାଙ୍କ ଘରେ ଦେଉଛନ୍ତି ଅଣ୍ଡା। ଗଲାବେଳେ ସକାଳୁ ଗଲେ ଧରିକି ପଳଉ। ନାଇଁ ନାଇଁ ସକାଳୁ ଗଲେ ଧରି ପଳେଇଲେ ତୋତେ ସୁବିଧା হবে 7 ଦିନ ଯାକ। ହେଲେ ମା ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ, ଶୋଇବୁ ଶୟନ ପରେ। ସ୍ୱାମୀଙ୍କର ନିଦ୍ରା ତେଜିବା ପୂର୍ବରୁ ଉଠୁଥିବୁ ପ୍ରତ୍ୟଶରେ। ଆଚ୍ଛା ଆଚ୍ଛା ସ୍ୱାମୀ ଖାଇବା ପରେ ତୁମେ ଖାଇବ, ସ୍ୱାମୀ ଶୋଇବା ପରେ ତୁମେ ଶୋଇବ, ସ୍ୱାମୀଙ୍କ କଥା ମାନି ଚଳୁଥିବ। ହଁ କଣ ନା ହବ? ତୋ କଥା ଆହୁରି ମାନି ଦେ ଚଳେ। ହେଲା ଆଜି ସୋମବାର ଗଲେ ମୋର ଡାଲମା ଭୋଗଟା ହବ। ଡାଲମା ଫଗୁଡା ହବ। ହେଲେ ମା ଜାଣିଛ ନା ମା, ହଁ ଏତେ କଥା ମାନି ଚଳିଲେ ଝିଅ ଲୋ, ଏତେ କଥା। ତମେ ଏତେ ଯା ଶିଖଉଛ ମାନିଲି। ତମେ ଶିଖେଇଲା ପରେ ମୋ ଦିଅର ମତେ କାନେ ନାଇନି ମାରୁଛି ଆଖି ଇନ୍ଦି ଇନ୍ଦିଆ ଦିଅରେ କାଇଁ ତୁ ଏତେ କଥା ମାନି ଚଳିଲେ ଝିଅ ଲୋ, ହୋଇବୁ ଆଦର୍ଶ ନାରୀ। ଧନ୍ୟ ଧନ୍ୟ ବୋଲି କହିବେ ସଭିଏ, ଧନ୍ୟ ଧନ୍ୟ